ତମ ଦିଟା କଣ ଦେଖା ଯାଉନି? ଏତେ ବଡ ହେଲଣି ପିଲାଙ୍କ ଭଳି ଗାଡି ଚଲାଉଛ? ଆରେ ରେ 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 ଡବରୁ ଭାଇ ତମେ କଣ କଲ? ତା ସ୍କୁଟି କି ପକେଇ ଦେଲ? ତୋ ନା ସୁକୁଟା, ତୋ ସ୍କୁଟି ବି ସୁକୁଟା ଭଳିଆ ଚାଲୁଛି। ଆମକୁ ଦେଖେ ପୁରା ମର୍ଦ୍ଦ ଭଳିଆ ଷଣ୍ଢ ଗାଡି ଚଲଉଛୁ। ବୁଲେଟ ତୁ ଆଉ ଗୋଟେ ଚକାକୁ ଟେକି ପାରିବୁ ଏଇରେ? କଣ କିରେ ସୁକୁଟା କାନ୍ଦୁଛୁ? ଯାଉନୁ ତୋ ବାପା ଆଗରେ କମ୍ପ୍ଲେନ କରିବୁ। ଯା 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 ଚାଲ ଡମ୍ବରୁ ଭାଇ ଚାଲ ଆମର। ଲାଗୁଛି ଗାଡିରୁ ବୋଧେ ତେଲ ସରିଗଲା। ତମେ କଣ ଏମିତି କଞ୍ଜୁସ ଭଳିଆ ହଉଛ ଭାଇ କହିଲ? 40-50 ଟଙ୍କାର ତେଲ ପକଉଛ, ପୁରା ଟାଙ୍କି ସିନା ଫୁଲ କଲେ ହବ? ସବୁବେଳେ ବୁଲିଲା ବେଳକୁ ତମେ ବୁଲେଟରେ ଏଇ ଦୋଷ। ଏବେ ଠେଲିକି ନେବାକୁ ପଡିବ, ଚାଲ। କଣ ତେଲ ସରିଗଲା? ବଢିଆ, ଠେଲୁଥା ରେ ପୁଅ ଠେଲୁଥା। ମତେ କହୁଥିଲ ନାଇଁ? ମୋର ତ ଇଲେକ୍ଟ୍ରିକ ଗାଡି, ଥରେ ଚାର୍ଜ କଲେ ପୁରା ଗାଁ ଟା ସାରା 3 ରାଉଣ୍ଡ ବୁଲିକି ଆସିଲେ ବି ସରିବନି। ଆଉ ଏବେ ତମେ 3 କିଲୋମିଟର ଟାଙ୍କିକୁ ବୁଲେଟ ଠେଲି ଠେଲି ନିଅ, ବୁଝିଲ? ତମ ମଜା ଛାଡିଯିବ। ତେଲ ପକେଇବାକୁ ପଇସା ନାହିଁ, ବୁଲେଟ ଚଢିବାରେ ମନ। ଆମକୁ ସାଇଡ ମାରିକି ତଳେ ପକେଇଦେଲୁ ନାଇଁ? ତତେ ଦେଖି ନେବି ରେ ପୁଅ। ମୋ ଗାଡି ତଳେ ପକେଇ ସ୍କ୍ରାଚ କରିଦେଲେ। ଏଇରେ ପୁଅ ଏତେ ଆଉ ରଙ୍ଗ ଦେଖାନି ମ। ଯୋଉ ଇଲେକ୍ଟ୍ରିକ ଗାଡି ଦେଖେଇ ହଉନୁ, ଆଉ ସେ ଗାଡି ଥବ ନା ତୁ ବଢି ବାଡି ହଉଥିବୁ? ଅଧଘଣ୍ଟା ହେଲା ଠିଆ କଲୁଣି, ସତରେ ସେ ଲୋକ ଆସିବ କି ନାହିଁ? ତମ ଚକରରେ ମୁଁ 2ଟା କଷ୍ଟମର ଛାଡି ସାରିଲିଣି। ସେ ସ୍ୱାମୀ ସ୍ତ୍ରୀ 2 ଜଣ ସବୁଦିନ ଏଇ ଟାଇମରେ ବଜାର ଆସୁଛନ୍ତି, ଟିକେ ଅପେକ୍ଷା କର। ଚୁପ କର, ଏଇ ସେ 2ଟା ଯାକ ଆସିଲେ ଭଲ ସେ ଦେଖେ। ସେ ହଳଦିଆ ସ୍କୁଟିଟା ହିଁ ଉଠେଇବାର ଅଛି। ଦେଖିଲୁ ତ କଣ୍ଡୁରୁ, ସେ ହଳଦିଆ ସ୍କୁଟିକୁ ଚୋରି କରି ନେଇଯା। ସବୁ ପାର୍ଟକୁ ଖୋଲି ଖାଲି ଚାରିଆଡେ ବିକିଦବୁ। ନେଇଯା। ହଁ ଭାଇ, କାମ ହେଇଯିବ। ଏମ୍ପି ଖାଳିଆର ସ୍କୁଟିକୁ ମୁଁ ନେଇକି ଏମିତି ଅବସ୍ଥା କରିବି, ତାର ସବୁ ପାଟେ ପତ୍ର ପାଇବାକୁ 7 ଜନ୍ମ ଲାଗିବ। 7 ଜନ୍ମ। ଦେଖ ମୋ କରାମତି। ଆରେ ଏଠି ତ 2ଟା ସ୍କୁଟି ଅଛି, ଦେଖିବାକୁ ବି ସମାନ। କୋଉଟାକୁ ନେବାକୁ କହିଥିଲା କେମିତି ଜାଣିବି? ହଁ ମ, ଏଇ ଡାହାଣ ପଟଟାକୁ ନେବାକୁ କହିଥିଲା ବୋଧେ। ଆଉ ସେ ସୁକୁଟା ବାହାରକୁ ଆସିଲେ ମଜା ଦେଖିବୁ ରେ ମାଧିଆ। ହଁ ପରା ଡମ୍ବରୁ ଭାଇ, ମୁଁ ସେ ମଜାଟା ଦେଖିବି ନା, ଆଉ ନହେଲେ କଣ ଛାଡିବି ନା? ରାଣ, ଆମ ସ୍କୁଟି କୁଆଡେ ଗଲା? ଆରେ ହେଇ ପରା ଥୁଆ ହେଇଛି। ହେ, ଏଇଟା ତ ଇଲେକ୍ଟ୍ରିକ ସ୍କୁଟିଟା, ଆମର ତ ପେଟ୍ରୋଲ ସ୍କୁଟି। ଜାଣିପାରୁନ କଣ ଯେ? ଚୋରି ହେଇଗଲା ନା କଣ ବୋଧେ? କଣ ଆମ ସ୍କୁଟି ଚୋରି ହେଇଗଲା? ଏ ରାଣର ସ୍କୁଟି ଚୋରି କରିବାକୁ କିଏ ସାହସ କଲା? ଗୁଳି କରି ମାରିଦେବି। ଭାରି ମଜା ଲାଗୁଛି ଭାଇ, ଭାରି ମଜା ଲାଗୁଛି। ସେ ସ୍କୁଟିଟାର ବୋବାଳି ଶୁଣିକିରି ମୋର ଖାଲି ମନ ଖାଲି ଉଲ୍ଲସିତ ହେଇଯାଉଛି।
ଆରେ ଏ ଦିଟା ତ ସେମାନଙ୍କ ସ୍କୁଟିରେ ବସିକି ଯାଉଛନ୍ତି। ଆରେ ଏ ଦି ଜଣ ଯଦି ତାଙ୍କ ସ୍କୁଟିରେ ଯାଉଛନ୍ତି ତାହେଲେ ସେ କୁନ୍ଦୁରି କାହା ସ୍କୁଟି ନେଇକି ଯାଉଛି କି? ଆରେ ଜଲ୍ଦି ଚାଲେ ଦେଖିବା, ନହେଲେ ସେ ସବୁ ପାଟେ ଓପାଡ଼ିକି ବିକି ଦବ। ଯିଏ ଆମ ସ୍କୁଟି ଚୋରି କରିଛି ତା ବଂଶରେ ପୋକ ପଡିଯାଉ, ତା ବଂଶକୁ ରୋଗ ହେଇଯାଉ। ମୋ ସ୍କୁଟି